ଆଜି ମୁଁ ଆଉ ଗୋଟେ କଥା ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଯାଉଛି। ଭିଡିଓଟି ଯଦି ଭଲ ଲାଗିବ ତ ଲାଇକ୍ କରିବେ, ସେୟାର କରିବେ ଆଉ ଗୋଟେ ଫଲୋ ନିଶ୍ଚିତ କରିବେ। ତ ଆଜିର ଟପିକଟି ହେଉଛି ଝିଅ ଆଉ ପୁଅ ମଧ୍ୟରେ ଆଉ କିଛି ଲୋକଙ୍କର ଚିନ୍ତାଧାରା। ତ ସେଇ ବିଷୟରେ ଆଜି ଆପଣମାନଙ୍କୁ କହିବି। ତ ଝିଅ ପୁଅ ମଧ୍ୟରେ ମାନେ ବହୁତ ଲୋକ ବହୁତ ପ୍ରକାରର ଝିଅକୁ ନେଇକି କହୁଛନ୍ତି ଆଉ ପୁଅକୁ ନେଇକି କହୁଛନ୍ତି। କିଛି ଲୋକ କହୁଛନ୍ତି କି ଝିଅ ହେଲେ ଭଲ, ଆଉ କିଛି ଲୋକ କହୁଛନ୍ତି ପୁଅ ହେଲେ ଭଲ। ତ ଏବେକା ସୋସାଇଟିରେ ପ୍ରାୟତଃ ବହୁତ ଲୋକ କହୁଛନ୍ତି କି ଝିଅ ହେଲେ ଭଲ, ପୁଅ ହେଲେ ଭଲ ନୁହଁ। କି ଏବେକା ମାନେ ସୋସାଇଟିରେ ପୁଅମାନେ ମାନେ ବାପା ମାଙ୍କର ଭଲ ଯତ୍ନ ନଉନାହାନ୍ତି, ଦେଖାଶୁଣା କରୁନାହାନ୍ତି। ଅ ମାନେ କିଛି ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି। ଆଉ ତାଠୁ ଝିଅ 100 ଗୁଣରେ ଭଲ, କାହିଁକି ନା ଝିଅ ହଉଛି ଆମର ଝିଅ ଯେତେ ଯାହା ହେଇଗଲେ ବି ଝିଅ ଆମ କଥା ବୁଝିବ। ତ ଆମର ଦେଖାଶୁଣା କରିବ। ତ ଏଇଟା ତ ପ୍ରାୟ ଲୋକମାନଙ୍କର ଚିନ୍ତାଧାରା। ତ ସବୁ ସବୁ ଝିଅ ମାନଙ୍କ କଥା ତ ମୁଁ କହିପାରିବିନି, କି ସବୁ ପୁଅ ମାନଙ୍କ କଥା ବି କହିପାରିବିନି। ତା ଭିତରୁ କିଛି ଝିଅ ଅଛନ୍ତି ଆଉ କିଛି ପୁଅ ଅଛନ୍ତି ଯୋଉମାନେ କି ସବୁ ଝିଅ କଣ ମାନେ ବାପା ମାଙ୍କ କଥା ବୁଝୁଛନ୍ତି ନା ସବୁ ପୁଅ କଣ ବାପା ମାଙ୍କ କଥା ବୁଝୁଛନ୍ତି। ତା ଭିତରୁ କିଛି ବି ଝିଅ ଅଛନ୍ତି ଯୋଉମାନେ କି ଉଁ, ମାନେ ବାପା ମା ତାଙ୍କୁ ଛୋଟରୁ ବଡ କରିଲେ, ପାଠ ପଢେଇଲେ, ସବୁ କିଛି କଲେ, ସବୁ ଫ୍ରିଡମ ଦେଲେ। ତ ତାପରେ ବି ବହୁତ ଝିଅ ପିଲା ଅଛନ୍ତି ଏମିତି କି ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ଯାଇକି ତ ସେମାନେ ଯେକୌଣସି ବି କିଛି ଭୁଲ କାମ କରୁଛନ୍ତି, ଯାହା ଫଳରେ ସେମାନେ ବି ବାପା ମାଙ୍କ ପାଖରେ ରହି ପାରୁନାହାନ୍ତି କି ବାପା ମାଙ୍କର ବି ଦେଖାଶୁଣା କରିପାରୁନାହାନ୍ତି। ଆଉ କିଛି ପୁଅ ବି ଅଛନ୍ତି। ତ ସବୁ ମାନେ ମୁଁ କହିଛି ସବୁ ପୁଅ ବି ସମାନ ନୁହନ୍ତି କି ସବୁ ଝିଅ ବି ସମାନ ନୁହନ୍ତି। କିଛିଟା ମାନେ ପୁଅ ମାନଙ୍କ କଥା କହୁଛି। କିଛି ବି ପୁଅ ଅଛନ୍ତି ସେମାନେ ବାପା ମାଙ୍କର ବହୁତ ଭଲ ଯତ୍ନ ନଉଛନ୍ତି, ବହୁତ ଭଲରେ ତାଙ୍କର ଦେଖାଶୁଣା କରୁଛନ୍ତି। ତ ଆଉ କିଛି ମାନେ ପୁଅ ବି ଅଛନ୍ତି ଯୋଉମାନେ କି ବାପା ମାଙ୍କର ଯତ୍ନ ନଉନାହାନ୍ତି। ବାହାଘର ସରିଲା ପରେ ଯେତେବେଳେ ବୋହୂଟିଏ ଘରକୁ ଆସିଛି ତ ସେତେବେଳେ ବହୁତ ଡିଷ୍ଟର୍ବାନ୍ସ ହଉଛି, ଏଇ ସବୁ ଜିନିଷ ହଉଛି। ତ କଥା ଏଇଠି ଯେ ଆମେ ପୁଅକୁ ଖରାପ କହିବାନି କି ଝିଅକୁ ବି ଖରାପ କହିପାରିବାନି। କାହିଁକି ନା ଯଦି ଆମେ ଝିଅ ଓ ପୁଅକୁ ମାନେ ସମାନ ଦୃଷ୍ଟିରେ ଦେଖୁଛେ, ତ ଏବେ ସମସ୍ତେ ଝିଅ ପୁଅକୁ ସମାନ ଦୃଷ୍ଟିରେ ହିଁ ମାନେ ଦେଖିବା ଦରକାର, ଏଇଟା ସମସ୍ତେ କହୁଛନ୍ତି। ତ ଆଉ କିଛି ଲୋକ ଭାବୁଛନ୍ତି କଣ ନା ଝିଅ ବେଶୀ ମାନେ ଆମ ମାନଙ୍କର ଯତ୍ନ ନବ, ପୁଅ ନବନି। କିନ୍ତୁ ମୋ ମାନେ ମନରେ ଯୋଉଟା ଆସୁଛି ମୁଁ ସେଇଟା ଆପଣ ମାନଙ୍କ ସହିତ ସେୟାର କରୁଛି। କି ଝିଅ ହଉ କି ପୁଅ ହଉ, ଯଦି ଆପଣ ତାକୁ ଭଲ ସଂସ୍କାର ଦେଇଥିବେ, ଭଲ ଶିକ୍ଷା ଦେଇଥିବେ, ଭଲ ପରିବେଶରେ ତାକୁ ବଢେଇଥିବେ, ତ ସେ ନିଶ୍ଚିତ ଆପଣ ମାନଙ୍କର ଦେଖାଶୁଣା କରିବ, ଆପଣ ମାନଙ୍କ କଥା ଶୁଣିବ, ଆପଣଙ୍କୁ କେବେ ବି ଅଣଦେଖା କରିବ ନାହିଁ। ସେ ଝିଅ ହଉ କି ପୁଅ ହଉ। ଆଉ ଯଦି ଗୋଟେ ପିଲାକୁ ଆମେ ଭଲ ସଂସ୍କାର ଦେଇନଥିବା, ଭଲ ଶିକ୍ଷା ଦେଇନଥିବା, ଭଲ ପରିବେଶରେ ତାକୁ ବଢେଇ ନଥିବା, ଭଲ କିଛି ମାନେ ତାକୁ ଶିଖେଇ ନଥିବା, ତାହେଲେ ଆମେ କେମିତି ତାଠୁ ଆଶା କରିବା ଯେ ସିଏ ବି ଆମକୁ ମାନେ ଭଲରେ ରଖିବ କି ଆମର ଦେଖାଶୁଣା କରିବ। ତ ଏଇଟା କେମିତି ଆମେ ତାଠୁ ଆଶା କରିବା। ତ ସେଥିପାଇଁ ଝିଅ ଆଉ ପୁଅକୁ ମାନେ କହିବା କଥା ନୁହେଁ କି ଝିଅ ଭଲ ପୁଅ ଖରାପ, କି ପୁଅ ଭଲ ଝିଅ ଖରାପ, ଏମିତି ତ କେବେ ବି କହିବା କଥା ନୁହଁ। ତା ପୂର୍ବରୁ ଏଇ ଜିନିଷଟାକୁ ଆଗେ ସୁଧାରିବା ପାଇଁ ମାନେ ନିଶ୍ଚିତ ପଡିବ। ତ ଏଇ ଜିନିଷଟାକୁ ଲୋକମାନେ ଯଦି ସୁଧାରିବେ ତାହେଲେ ମାନେ ହୁଏତ ସବୁ କିଛି ଠିକ ହେଇପାରେ। ଯଦି ମାନେ ମୋର ଭିଡିଓ ଟା ଆପଣ ମାନଙ୍କୁ ଭଲ ଲାଗିବ ତ ନିହାତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣେଇବେ କି ମୁଁ ଠିକ କହୁଛି କି ଭୁଲ କହୁଛି।